ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ହଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପଦ୍ମ ବେଶ। ଆଉ ଏ ବେଶ କାହିଁକି ହୁଅନ୍ତି ଠାକୁର, ଚାଲନ୍ତୁ ମାଙ୍କ ମୁହଁରୁ ଶୁଣିବା। ପଦ୍ମ ବେଶ କଣ ପାଇଁ କି ହୁଏ? ପଦ୍ମ ବେଶ ନା, ଜଣେ ଭକ୍ତ ତାଙ୍କର ମନୋହର ଦାସ ଥିଲେ। ସେ ବହୁତ ଦୂରରୁ ଚାଲି ଚାଲି ଆସିଥିଲେ ଜଗନ୍ନାଥ ଦର୍ଶନ କରିବା ପାଇଁ କି। ବାଟରେ ତାଙ୍କୁ ବହୁତ ଶୋଷ ହେଲା, ତେଣୁ ସେ ଗୋଟେ ପୋଖରୀ ପାଇଲେ। ପୋଖରୀରୁ ପାଣି ପିଉଥିଲେ, ସେଇଠି ଦେଖିଲେ ବହୁତ ପଦ୍ମ ଫୁଲ ଫୁଟିଛି। ତେଣୁ ତାଙ୍କର ଭାରି ମନ ହେଲା ପଦ୍ମ ଫୁଲ କିଛି ନେବି ପ୍ରଭୁଙ୍କ ପାଇଁ କି। ତେଣୁ ପଦ୍ମ ଫୁଲ ତୋଳିକି ସେ ଗାମୁଛାରେ ବାନ୍ଧିକି ନେଇ ଆସିଥିଲେ। ସେ ଗାମୁଛାଟା ବହୁତ ମଇଳା ଥିଲା, ଫୁଲ ଗୁଡା ବି ଟିକେ ଖରାପ ହେଇଯାଇଥିଲା। ତେଣୁ ସେବକ ମାନେ ସେ ଫୁଲକୁ ଦେଖିକି ଫୋପାଡ଼ି ଦେଇଥିଲେ, କହିଲେ ଏ ଫୁଲ ଏଠି ଲାଗିବନି, ଫୋପାଡ଼ି ଦେଇଥିଲେ। ତେଣୁ ମନୋହର ଦାସ କାନ୍ଦି କାନ୍ଦି ସିଂହ ଦ୍ୱାରରେ ବସିକି ରହିଲେ, ବହୁତ କାନ୍ଦିଲେ। ସେଠୁ ରାଜାକୁ ଠାକୁର ସ୍ୱପ୍ନ କଲେ ଯେ ମୋର ଭକ୍ତ ମୋ ପାଇଁ କି ଫୁଲ ଆଣିଥିଲା, ଆଉ ସେ ଫୁଲକୁ କାହିଁକି ଫୋପାଡ଼ି ଦେଲ? ତେଣୁ ସେ ଫୁଲ ମତେ ଆଜି ଲଗାଅ। ରାଜା ଆସିକି ସେବକ ମାନଙ୍କୁ କହିଲେ, ସେଠୁ ସେ ଫୁଲ ସବୁ ଠାକୁର ପାଖରେ ନଗା ହେଲା। ଆଉ ଖୁଦ ଆଣିଥିଲେ, ଅଟା ଆଣିଥିଲେ, ଖୁଦରେ କ୍ଷୀରି, ଅଟାରେ ମାଲପୁଆ ଛଣା ହେଇକି ଲଗା ହେଇଥିଲା। ସେଇ ଦିନଠୁ ଠାକୁରଙ୍କର ପଦ୍ମ ବେଶ ହୁଏ। ଠାକୁରଙ୍କର ଏମିତି ତ 24 ବେଶ ଅଛି, ତା ଭିତରେ ପଦ୍ମ ବେଶ ଗୋଟେ ଆଜି ଦିନ ହଉଛି ଚତୁର୍ଥୀ ତିଥିରେ, ଆଉ ଶ୍ରୀପଞ୍ଚମୀ ଆଗ ଦିନ ହୁଏ। ଏମିତି ଠାକୁରଙ୍କ ବିଷୟରେ ନୂଆ ନୂଆ କାହାଣୀ ଜାଣିବାର ଇଚ୍ଛା ଥିଲେ କମେଣ୍ଟରେ ଜଣାନ୍ତୁ। ଆଉ ସବସ୍କ୍ରାଇବ କରିବାକୁ ବିଲକୁଲ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।